ଲୋକସଭାରେ 543 ସିଟ୍ ପାଇଁ ହୋଇଥିଲା ଇଲେକ୍ସନ୍। ସେହି ଇଲେକ୍ସନରେ ଭାରତୀୟ ଜନତା ପାର୍ଟି ବା ବିଜେପି ତାର ସହଯୋଗୀ ଦଳମାନଙ୍କ ସହିତ ମିଶି ସଂଖ୍ୟାଗରିଷ୍ଠତା ହାସଲ କରି କେନ୍ଦ୍ରରେ ସରକାର ଗଢ଼ିବାର ପଥ ସୁଗମ କରିଛି। ଏଥର 42ଟି ଦଳର ସଭ୍ୟମାନେ ଲୋକସଭାକୁ ଇଲେକ୍ଟ ହୋଇଛନ୍ତି। ଭାରତୀୟ ଜନତା ପାର୍ଟି 240, ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ 99, ସମାଜବାଦୀ ପାର୍ଟି 37, ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ 29, ଦ୍ରାବିଡ଼ ମୁନିତ୍ର କଡ଼ଗମ ବା DMK 22, ତେଲୁଗୁ ଦେଶମ 16, ଜନତା ଦଳ 12, ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ 9, ନ୍ୟାସନାଲ୍ କଂଗ୍ରେସ ପାର୍ଟି ଶରଦ ପାୱାର ଗୋଷ୍ଠୀ 8, ଶିବସେନା 7, ଲୋକ ଜନଶକ୍ତି ପାର୍ଟି ରାମବିଳାସ ପାସୱାନ ଗୋଷ୍ଠୀ 5, ଯୁବଜନ ଶ୍ରମିକ କଂଗ୍ରେସ ପାର୍ଟି 4, ରାଷ୍ଟ୍ରୀୟ ଜନତା ଦଳ 4, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମାର୍କ୍ସବାଦୀ 4, ଇଣ୍ଡିଆନ୍ ୟୁନିୟନ୍ ମୁସଲିମ ଲିଗ୍ 3, ଆମ୍ ଆଦମୀ ପାର୍ଟି 3, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା 3, ଜନସେନା ପାର୍ଟି 2, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଲେନିନବାଦୀ 2, ଜନତା ଦଳ ସେକୁଲାର 2, VCK 2, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ 2, ରାଷ୍ଟ୍ରୀୟ ଲୋକଦଳ 2, ଜାମ୍ମୁ ଆଣ୍ଡ କାଶ୍ମୀର ନ୍ୟାସନାଲ୍ କନଫରେନ୍ସ 2, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ 1, ଆସାମ ଗଣପରିଷଦ 1, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ସେକୁଲାର 1, କେରଳ କଂଗ୍ରେସ 1, ରିଭଲ୍ୟୁସନାରୀ ସୋସିଆଲ ପାର୍ଟି 1, ନ୍ୟାସନାଲ କଂଗ୍ରେସ ପାର୍ଟି 1, ଭଏସ୍ ଅଫ୍ ଦ ପିପୁଲ ପାର୍ଟି 1, ଜୋରାମ ପିପୁଲ ମୁଭମେଣ୍ଟ 1, ଶିରୋମଣି ଅକାଳୀ ଦଳ 1, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି 1, ଭାରତ ଆଦିବାସୀ ପାର୍ଟି 1, ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା 1, MDMK 1, ଆଜାଦ ସୱାଜ ପାର୍ଟି 1, ଆପନା ଦଳ 1, AJSU ପାର୍ଟି 1, ଅଲ୍ ଇଣ୍ଡିଆ ମୁସଲିମ ଇଥାଉଲା ମୁସଲମାନ 1, ସ୍ୱାଧୀନ 7, ଟୋଟାଲ 543।